ଖ୍ରୀଷ୍ଟର ପ୍ରିୟ ଭାଇ ଏବଂ ଭଉଣୀମାନେ ଆପଣମାନଙ୍କ ପ୍ରତ୍ୟେକଙ୍କୁ ମୋର ଆନ୍ତରିକ ନମସ୍କାର। ଆଜିର ଭିଡ଼ିଓ ବହୁତ ଇଣ୍ଟରେଷ୍ଟିଂ ଅଟେ ଆଉ ବହୁତ ଆଗ୍ରହଜନକ, କାରଣ ଆଜିର ଭିଡ଼ିଓରେ ଆମେ ଫାରୋଙ୍କର ରଥର ଭଙ୍ଗା ଅଂଶ ସବୁ ଆମେ ଦେଖିବା। ହଁ ବନ୍ଧୁଗଣ, ଆଉ ଏହି ସମୁଦ୍ରରୁ ବାଇବେଲର ପ୍ରମାଣ ମିଳିଥିଲା। ଆଉ ସେ ବାଇବେଲ ପ୍ରମାଣ କ'ଣ? ସେ ପରମେଶ୍ୱର ଫାରୋଙ୍କର ସେନାକୁ ଏହି ସମୁଦ୍ର ମଧ୍ୟରେ ଡୁବେଇକି ସମ୍ପୂର୍ଣ୍ଣ ରୂପେ ବିନାଶ କରିଦେଇଥିଲେ। ଆଉ ପରମେଶ୍ୱର ପ୍ରମାଣ କରିଦେଲେ ଯେ ଆଉ ସେ ହେଉଛନ୍ତି କେବଳ ଯିହୋବା ପରମେଶ୍ୱର, ଆଉ ତାଙ୍କ ଉପରେ ଆଉ କୌଣସି ପରମେଶ୍ୱର ନାହିଁ। ଆଉ ଫାରୋଙ୍କର ବିଶାଳ ସୈନ୍ୟକୁ ଏହି ସମୁଦ୍ର ଭିତରେ ଆଉ ପରମେଶ୍ୱର କିପରି ବିନାଶ କଲେ ତା ବାଇବେଲ ଆପଣ ପାଇପାରିବେ। ଯାତ୍ରା ପୁସ୍ତକ ତାର 14 ପର୍ବ 16 ପଦରୁ 31 ପଦ ଭିତରେ ଆପଣ ପାଇପାରିବେ। ତେବେ କିଛି ରଥର ଭଙ୍ଗାଂଶ ଆମେ ଦେଖିବା। ଏ ଦେଖନ୍ତୁ, ଆଉ ରଥର ଭଙ୍ଗାଂଶ ଆଉ ଦୁଇଟି ରଥ ମଝିରେ ଯାହା ଲାଗେ ଆଉ ତାହା ଆଜି ମଧ୍ୟ ରହିଅଛି। ଆଉ ଯାହା ଆପଣ ବର୍ତ୍ତମାନ ଦେଖିଲେ ସ୍କ୍ରିନ୍ରେ, ଏହା ହେଉଛି ଅରିଜିନାଲ ଭିଡ଼ିଓ ଅଟେ, ଭିଡ଼ିଓ କ୍ଲିପ୍ ଅଟେ। ସମୁଦ୍ର ବୁଡ଼ାଳୀମାନେ ଯେପରି ସମୁଦ୍ର ଭିତରକୁ ଯାଇକି ଆବିଷ୍କାର କରନ୍ତି, ଆପଣ ସ୍କ୍ରିନ୍ରେ ଯାହା ବି ଦେଖୁଛନ୍ତି ଇଏ ହେଉଛି ରଥର ଏକ ଅଂଶ। ଦେଖନ୍ତୁ, ଯେଉଁ ରଥ ଗୁଡ଼ିକ ଭାଙ୍ଗି ଯାଇଥିଲା ତାର ଅଂଶ ଆଜି ମଧ୍ୟ ରହିଅଛି। ଆଉ ସମୁଦ୍ର ବୁଡ଼ାଳୀମାନେ ସେ ଭିତରକୁ ଯାଇ ଆଇଡେଣ୍ଟିଫାଇ କରୁଛନ୍ତି ଆଉ ଅନୁସନ୍ଧାନ କରିଚାଲିଛନ୍ତି ଯେ ପ୍ରକୃତରେ ଏହି ଘଟଣା ସତ୍ୟ ଅଟେ, ଯେ ସମୁଦ୍ର ଭିତରେ ଆଉ ଫାରୋଙ୍କର ସେନାକୁ ସଦାପ୍ରଭୁ କ'ଣ କରିଥିଲେ? ବିନାଶ କରିଥିଲେ। ଏଇଟା କୌଣସି ରୂପେ ମନଗଢ଼ା କାହାଣୀ ନୁହେଁ, ଇଏ ହେଉଛି ସତ୍ୟ ବିଷୟ ଅଟେ। ତେବେ ଏଠାରେ ଆମେ ଦେଖୁ ଯାତ୍ରା ପୁସ୍ତକ 14 ପର୍ବର 16 ପଦରୁ 31 ପଦ ମଧ୍ୟରେ ଯେ ପରମେଶ୍ୱର କିପରି ମହାନ ବୋଲି ପ୍ରମାଣ କଲେ ଆଉ ସେ ଫାରୋଙ୍କର ସେନାକୁ କିପରି ବିନାଶ କଲେ, ଏଇଠି ସମସ୍ତ ବିଷୟ ଲେଖା ଅଛି। ଆଉ ଯେତେବେଳେ ଫାରୋଙ୍କର ସେନା ପଛକୁ ଆସୁଛନ୍ତି, ଆଉ ସେତେବେଳେ ପରମେଶ୍ୱର ଆଦେଶ ଦେଲେ ମୂଷାଙ୍କୁ, ତୁମେ ନିଜର ଜସ୍ତି ବିସ୍ତାର କର। ଯେତେବେଳେ ବିସ୍ତାର କଲେ, ଆଉ ସେତେବେଳେ ସମୁଦ୍ର ପାଣି ଦିଭା ହେଇକି ଦୁଇ ପଟେ ପାଚେରୀ ସଦୃଶ ହେଲା ବୋଲି ପବିତ୍ର ବାଇବେଲରେ ଲେଖା ଅଛି। ଆଉ ଇସ୍ରାଏଲ ଲୋକମାନେ ଶୁଷ୍କ ପଥ ଦେଇ ଗମନ କଲେ। ତା ଅର୍ଥ ହେଉଛି ପାଣି ତ ଦିଭାଗ ହେଲା, ଆଉ ତାପରେ ମଧ୍ୟ ମଝି ଅଂଶଟା ପୁରା ଶୁଖିଲା ହେଇଯାଇଥିଲା। ଆଉ ଶୁଖିଲା ହେଇଯାଇଥିଲା ଆଉ ସେ ଶୁଷ୍କ ପଥ ଦେଇ ସେମାନେ ଗମନ କରିଥିଲେ। ଆଉ ଫାରୋଙ୍କର ସେନା ଯେତେବେଳେ ସମୁଦ୍ର ମଧ୍ୟରେ ପ୍ରବେଶ କରିବାର ଦୁଃସାହସ କଲେ, ଆଉ ସେତେବେଳେ ପରମେଶ୍ୱର କ'ଣ କଲେ? ଫାରୋଙ୍କର ସେନାକୁ ଏହି ସମୁଦ୍ର ଭିତରେ ଡୁବେଇକି ସମ୍ପୂର୍ଣ୍ଣ ରୂପେ ବିନାଶ କଲେ। ପାଣି ପୁଣି ଥରେ ମାଡ଼ି ଆସିଲା, ସମାନ ହେଇଗଲା। ତେବେ ବର୍ତ୍ତମାନ ସେଠୁ କ'ଣ ସବୁ ଆବିଷ୍କୃତ ହେଇଛି? ବର୍ତ୍ତମାନ ସେଇ ଜାଗାରୁ ଫାରୋଙ୍କର ରଥ ଆବିଷ୍କୃତ ହେଇଛି, ଆଉ କିଛି ରଥର ଭଙ୍ଗା ଅଂଶ ଆବିଷ୍କୃତ ହେଇଛି। ଆଉ ସେଇଠୁ ଏ ଦେଖନ୍ତୁ, ଆପଣ ନିଜ ଆଖିରେ ଦେଖନ୍ତୁ, ଆଉ ସମୁଦ୍ରର ବୁଡ଼ାଳୀମାନେ ଏମିତି ଭିତରକୁ ଯାଇକି ଅନୁସନ୍ଧାନ କରିଥାନ୍ତି ଏବଂ ସେମାନେ ସମୁଦ୍ର ଭିତର ଫଟୋ ସେମାନେ ନେଇଥାନ୍ତି। ଆଉ ଯେଉଁ ଫଟୋ ଗୁଡ଼ିକ ଅରିଜିନାଲ ଅଟେ, ଅସଲି ଅଟେ, ଏହାକୁ କୌଣସି ରୂପରେ ଅସ୍ୱୀକାର କରାଯାଇପାରେ ନାହିଁ। ତେବେ ଯେଉଁ ରଥର ଭଙ୍ଗା ଅଂଶ ଗୁଡ଼ିକ ରହିଯାଇଛି ତା ଉପରେ ଏପରି ଶିଉଳି ମାଡ଼ିଯାଇଛି, ଯାହାଫଳରେ ଆମକୁ ଏତେ କ୍ଲିଅର ଦେଖାଯାଉ ନାହିଁ। କିନ୍ତୁ ଯେତେବେଳେ ଏହାକୁ ପରୀକ୍ଷା କରାଯିବ, ସେତେବେଳେ ତା ଭିତରେ ସେହି ରଥର ଅଂଶ ଗୁଡ଼ିକ ପ୍ରାୟ ଦେଖାଯାଇପାରିବ, ଯାହାକି ଆପଣ ସ୍କ୍ରିନ୍ରେ ଦେଖିଲେ। ତେବେ ପ୍ରିୟ ବନ୍ଧୁ, କ'ଣ ଇଏ ହେଉଛି ଗୋଟେ ଅଂଶ? ଦେଖନ୍ତୁ, ଇଏ ହେଉଛି ଗୋଟେ ଚକ ଅଛି, ରଥର ଅଂଶ ଯାହାକୁ ପରୀକ୍ଷା କରାହେଉଛି। ଆଉ ତା ମଧ୍ୟରେ এই ରଥର এই ଅଂଶକୁ ଆପଣ ନିଶ୍ଚିନ୍ତ ଭାବରେ ଦେଖନ୍ତୁ। ବର୍ତ୍ତମାନ ସେଠୁ କ'ଣ କ'ଣ ସବୁ ଆବିଷ୍କାର କରାଯାଇଛି, ଏହିଭଳି ବିଷୟ ଗୁଡ଼ିକ ସବୁ ସେଠୁ ଆବିଷ୍କାର କରାଯାଇଛି। ଆଉ ଘୋଡ଼ାର ହାଡ଼ ଗୁଡ଼ିକ ଆବିଷ୍କାର କରାଯାଇଛି, ଆଉ ଯେଉଁ ଘୋଡ଼ା ଗୁଡ଼ିକ ସମୁଦ୍ର ଭିତରେ ଥାଇ ବୁଡ଼ିକି ମରିଯାଇଥିଲେ, ଆଉ ତାହାର କିଛି ଅଂଶ ଆଉ ତାହାର ପ୍ରମାଣ ଆପଣଙ୍କର ଆଖି ସାମ୍ନାରେ ରହିଅଛି। ବର୍ତ୍ତମାନ ଏହିଭଳି
नष्ट अधा नष्ट हो जाए किंतु संपूर्ण नष्ट हो ना कारण ये हूँ बहुत बहुत पुराना कथा ये जहाँ घटी अनेक वर्ष तले प्राय 2000 कि 3000 वर्ष पूर्वर घटना ये एठार एक चक देखु जहाँ शिउली मारी जाइए आउ ए चक आज रही अच्छे जहाँ को समुद्र बुड़ाली माने अर्थात वैज्ञानिक माने आविष्कार कर एठार आउ जे चक अच्छे आप निश्चिंत भाव देखिपे ये आउ गोटे चक भंगांश भांगी जाइथिबा केवल गोटे रथ नुहे अनेक रथ बुड़ी जाइथिला अनेक रथ भांगी जाइथिला किछि को आविष्कार कराइछि आउ भी अनेक किछि रही अछि से सब धीरे धीरे आविष्कार कराउछि वर्षा किभली दुई भाग करथिले समुद्र को परमेश्वर शक्ति द्वारा आपण निश्चिंत भाव में पढ़ी बाइबल रे यात्रा पुस्तक 14 पर्व ये हूँ सही लोहित सागर देखा तो लाल नुहे किंतु तार ना एपरी दि जाइए आउ ए स्थान रे आउ एक चक अच्छी देखु एठार आउ एक चक अच्छी आउ या मध्य चक रही अच्छी सही चक फारंकर रथर अंश जहाँकि बाइबल रे यात्रा पुस्तक 14 पर्व रे आपण विस्तृत भाव में पाइपर और से दिन फार जानिले जे सदा प्रभु ही परमेश्वर अटंते ठार महान के नाते आ परमेश्वर ये सब आमान को आज प्रदान करिसंती जानिबा निमंते एवं आमान को विश्वास को बढ़िया निमंते आ समुद्र मध्य एभली हाई क्वालिफाइड कैमेरा को छड़ा जाई थाए छाड़ी की अनेक विषय को शूट करा जाई थाए आ ये एपरि एक कैमेरा जहाँ की जे कि पानी भीतर मध्य शूटिंग करि पारे ए कैमेरा केबेल मध्य खराब हुए नाही समुद्र पानी दुई भाग हैला आ परमेश्वर को महिमा प्रकाश हैला कौन आपण विश्वास करूचंती आज मध्य रथर भंगांश गुड़िक रही अच्छे तबे ख्रीष्टर प्रिय भाई भौणी माने आज वीडियो थिला लोहित सागर को लेकिन एवं लोहित सागर आविष्कार करा जाइथिबा फारंकर रथर भंगा अंश गुड़िक जहाँकि आप निज आखिरे देखिले आउ यह देखा फल देखा द्वारा आपन किपरि अनुभव करुचंती ता निश्चिंत रूप से आपन मते कमेंट माध्यम जनइबे तबे प्रिय भाई एवं भौणी माने आ से दिन मशा परमेश्वर शक्ति द्वारा परमेश्वर सामर्थ्य द्वारा ये समुद्र को लाल समुद्र को दुई भाग कले आ पूर्वर तो परमेश्वर मिस्र देश में 10टी बड़ बड़ आश्चर्य कर्म कर सारी जेपरिक नील नदीर बेंग आसवा उकुड़िया पोक हवा बाड़ी सर्पर परिणत हवा जल रक्त परिणत हवा दंशकारी झांक आसवा आ पंगपाल आसी खाईजा आकाशर शिलावृष्टि हेबा एपरी अनेक आश्चर्य कर्म परमेश्वर फारंक सामने फारंक देश में करते आउ से 10टा एवं फारंक सहित ये मिसिकी 11तम आश्चर्य कर्म शेष आश्चर्य कर्म करूला परमेश्वर प्रथम जात को संहार कले ताहा जेते भी थिला जंत्रणा सबुठार भयंकर वेदना एवं जंत्रणा थिला आउ ये हूँ सबुठार आउ गए जंत्रणा ये समुद्र मध्य फारंकर सैन्य मान सब मरीगले परमेश्वर से को मारिदेले समुद्र मध्य निक्षेप कले तेबे ए वीडियो को आपण अन्य सहित शेयर निश्चित भाव करंतु जेपरि अन्य मान मध्य एही भली ऐतिहासिक विषय गुड़ जानिया निमंते सुजोग पाइबे तेबे प्रिय बंधुगण आज एतिकी पुणी देखा आपण सहित आउ गोटे अध्याय। धन्यवाद।